द्वितीय पर्याय चतुर्थ राति पाला जेते भक्त आसिचंती भगवान को दरबार को पला श्रोता हिसाब रे टिके धैर्य धरिले सबुर मीमांसा राम पछरे पी आरंभ हो गीत बोलिबा आरंभ होई जो नहीं से कथा नहीं रहा टिके देखा ये जगा कालिया पादे गली शरण 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 जगा कालिया पादे गली जगा कालिया पादे गली भुलाइया आखि देखी भुलाइया आखि देखी साधु संत पंडित समाज भागवत पारायण हेले एमाने मुक्ति पाइबे एक तो कथा नहीं आउ से तीन की से जो बूढ़ी वस्तु के बूढ़ी वस्तु ई बूढ़ा आई समिति होछ दी जण को जंघ ऊपर दी जण सोई छ ए कथा नहीं दी बूढ़ा आ बूढ़ा दी बूढ़ा को बयस सब था केते जण कर लगे जण कर 55 ए थाउ से किए तांको कथा आपण सुनिबे तबे से जो बुढ़ीटी बसी से बुढ़ी रे दी जंगरे दी जण को सोइछंती एक कथा सेठू आरंभ नहीं हां 16 वर्षिया झियटे थी ये दी जण किए से यार तात्विक मार्मिक भावधारा पुणी भागवत सुनिले मुक्ति मिले नहीं कथा प्रसंग ऊपर तमे कोन कोथर खाली दिना 16 वर्ष पत्नी अछि ज्ञानी विवेकी पंडित समाज तमे सुनो खाली भागवत आपण देखिले अभिराम को मतरे पाद ठरु मुख पर्यंत एकादश स्कंद भागवत कोठी अछि कहि दे चली भागवत पारायण हम एक भागवत सप्ताह हम मुक्ति मिले नहीं ये जे भी घटना जीवन खाली भागवत को भागण गण बकण तक ये की सुनिले मुक्ति हो प्रशांत बाबू आ से तो पला वाला बंधु मोर मु आ तांको कोन कहि जहा कहबी शालीनता भीतर कहबी देखो व्यासंकर मतरे आपण मान भी जानू कहले भाकारात जन्मित भाव भाकारात गम्य उच्यते कारात ब्रह्म भागश्च ये कारात तत्वदर्शन गोटे प्रसंग आरंभ करी से प्रसंग गोटे निष्पत्ति जदि आमे न दे से प्रसंग जदि शेष मीमांसाटा अन्य गायक उपाय छाड़ी दे प्रसंगटा आपण बुझी परले कि अन्य गायक ता बाट काटी पळै जबो ना
ଛାଡ଼ି ଦେବୁ ତା ଭିତରେ ଥିବା କିଛି ତାତ୍ତ୍ୱିକ ମାର୍ମିକ କଥାକୁ ରଖି ଗୋଟେ ଗୋଟେ ମୀମାଂସାକୁ ତର୍ଜମା ଏବଂ ସମୀକ୍ଷା କରିବା ହେଉଛି ପାଲାକାରଙ୍କର ଧର୍ମ। ତେବେ ପ୍ରଶାନ୍ତ ବାବୁ ଆଗ ଅକ୍ଷରଟି ହେଇଛି ଭା। ଭା এই সম্বন্ধে কথা কহিବାକୁ যাই নারী শক্তি বিষয়ে আপন মানে তো শুনিলে সে পালাবালা ভাই মোর কহিকি গলে বন্ধু মোর কহিকি গলে যে কি ব্যাস জৈমিনী কথা কু নেইকি প্রায় তা উপরে অধ ঘন্টার ঊর্ধ্ব সময় চালিগলা জনে ঠিয়া হলা বলিলা গীত বলিকি সে তাঙ্ক ঢঙ্গ ডাঙ্গ দেখেলে বাবাজি নিশ দাড়ি টୋପି আঁকি ବି ରଖିଛ ଏ ପର୍ଯ୍ୟନ୍ତ ପାଲାବାଲା ଭାଇ ଇଏ ନିଶ ଦାଢି ଟୋପି ୟାକୁ ଯୋଉମାନେ ରଖିଛନ୍ତି ମୁଁ ସେମାନଙ୍କ ନାଁ ଧରିବି କିନ୍ତୁ ତମେ ଆଉ ସେଇଥିରେ କାଇଁ ରହିଯାଉଛ କଥାର ପରା ଲୋକ ମଜି ଯିବେ ତେଣୁ ଦେଖ ଜୈମିନୀ ଯେତେବେଳେ ଆଜ୍ଞା ଏ କଥା ସେ ଗୋଟେ ଶ୍ଲୋକ ରହୁଛି କଣ ଯେ ମାତ୍ରା ସ୍ୱସା ଦୁହିତ୍ରା ଚ ନୈକତ୍ରାସନ ସଂସ୍ଥିତି ବଳବାନ ଇନ୍ଦ୍ରିୟ ଗ୍ରାମ ଏ ବିଦ୍ୱାଂସ ମପି କର୍ଷତି। ବ୍ୟାସ ଲେଖିଥିଲେ ମପି କର୍ଷତି ମାନେ ହେଇଯା ମାତ୍ରା ସ୍ୱସା ଦୁହିତ୍ରା ସାମାନ୍ୟ କଥା। ମା ବିପକ୍ଷରେ ରହିଲେ ପୁଅ, ଭଉଣୀ ବିପକ୍ଷରେ ରହିଲେ ଭାଇ, ଝିଅ ବିପକ୍ଷରେ ରହିଲେ ବାପ। ଆବଶ୍ୟକ ସ୍ଥଳେ ଏକତ୍ର ସ୍ଥାନରେ ଏମାନେ ଯଦି ଏକାଞ୍ଚନ ସ୍ଥାନରେ ବସି ଯାଇଥିବେ ଇଏ କନ୍ଦର୍ପ କଣ କରେ ତାର ଅମୋଘ ଶକ୍ତିକୁ ପ୍ରୟୋଗ କରି ଏମାନଙ୍କ ଭିତରେ ମିଳନ କରେଇ ଦିଏ। ତେଣୁ ୟାକୁ ଜୈମିନୀ ମାନି ନଥିଲେ, ସେ ନହି କର୍ଷତି କରିଥିଲେ, ତାକୁ ଅପିକର୍ଷତି କଲେ। ଏ କଥା ସରିଲା। ୟା ଭିତରେ ଅଧ ଘଣ୍ଟେ ସମୟ ଚାଲିଲା, ଗୋଟେ ନାଟକୀୟ ଢଙ୍ଗରେ ଚାଲିଲା ପାଲା। ହଉ ହଉ ସମୟ ଟିକେ ମୂଲ୍ୟାଙ୍କନ କରିବା ଉଚିତ। ଭାଗବତ ଭା ଭା ଶବ୍ଦର ଅର୍ଥ କଣ? ଭାଇ ପ୍ରଶାନ୍ତ ବାବୁ ଆମେ ସମସ୍ତେ ଜାଣିଛେ ଭା অর্থাৎ শত্রু ভাব জাগ্রত হুয়ে, ভার হুয়ে ভাব, কিন্তু সংস্কৃত ভা ভা শব্দের অর্থ হচ্ছে জ্যোতি। জ্যোতি সে জ্যোতি কি ভাগবত এতে হালকা নয়। জগন্নাথ দাস মু কইଥିଲି প্রথম দিন দিল্লী দরবারে দিল্লী লাইব্রেরি যে বাপা মানে যাই দেখিଛନ୍ତି, ଆମେ ତ ସେ ସୁଯୋଗ ମିଳିଲା ପାଲା ଗାଇବାର। ଉପରାଷ୍ଟ୍ରପତିଙ୍କ ଭେଙ୍କିୟା ନାଇଡୁଙ୍କ ସାର୍ଟିଫିକେଟ ପର୍ଯ୍ୟନ୍ତ ଗଲା କଥା ଛାଡ଼, ସେ ତ ବ୍ୟାଜ। ତେବେ ଭାଗବତକୁ ଉଚ୍ଚ ଆସନ ଦିଆଯାଇଛି କାହିଁକି? ତାର ତାତ୍ତ୍ୱିକ ମାର୍ମିକ ଭାବଧାରା ଭିତରେ ଭା ଅର୍ଥାତ୍ ଜ୍ୟୋତି। ଇଏ ଜ୍ୟୋତି ସମ୍ପର୍କିତ ଆଲୋଚନା କୋଉଠି ହେଇଥିଲା? ଆସନ୍ତୁ ଟିକେ ସେଇଠିକି ଯିବା। ମୁଁ ଆପଣଙ୍କୁ ସମସ୍ତେ ଜାଣନ୍ତି, ଯେତେ କଥା ଆଲୋଚନା କରୁଛନ୍ତି ସବୁ ଗାୟକ ଆପଣ କଣ ନ ଜାଣିଛନ୍ତି, କିନ୍ତୁ ଟିକେ ନୂତନ ରୂପ ଦେଇ ତା ଭିତରେ ଥିବା କିଛି କିଛି ଅଂଶର ଆଭାସ ଯାହା ଲୁକାୟିତ ହେଇ ରହିଛି ତାକୁ ପରିପ୍ରକାଶ କରି ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲେ। ତେଣୁ ଭା ବୋଇଲେ ଜ୍ୟୋତି। ଆମେରିକାରେ ଆଜ୍ଞା ଚିକାଗୋ ସହରରେ ଗୋଟେ ଦର୍ଶନ ଶାସ୍ତ୍ରର ସମ୍ମିଳନୀ ଡକାଯାଇଥିଲା। ପ୍ରତ୍ୟେକ ଦେଶକୁ ନିମନ୍ତ୍ରଣ କରାଯାଇଛି। ସେତେବେଳେ ଆଜ୍ଞା ଗୋଟେ ବୋର୍ଡରେ ଲେଖା ହେଇଛି ଉପରେ ଆମେରିକା ଡକେଇଛି, ସେ ତ ତା ତଳକୁ ଫ୍ରାନ୍ସ, ଜାପାନ, ତୁର୍କୀ, ଆଫଗାନିସ୍ତାନ ଇତ୍ୟାଦି ସବୁ ଦେଶଙ୍କ ନାଁ ଲେଖା ହେଇଯାଇଛି। ଶେଷରେ ଲେଖା ହେଇଛି ଇଣ୍ଡିଆ ଅର୍ଥାତ୍ ଭାରତ। ଭାରତର ଜଣେ ନାଗରିକ ଠିକ ଯଥା ସମୟରେ ପହଞ୍ଚିବାର ବିଳମ୍ବ ହେଇଯାଇଛି। ମାର୍କିଂ କରାଗଲା, ମାନେ ନମ୍ବର ଦିଆଗଲା, କିଏ ପଚରାଗଲା କିଏ କେତେ ସମୟ କହିପାରିବେ। କିଏ କହିଲେ ଘଣ୍ଟାଏ, କିଏ କହିଲେ ଅଧଘଣ୍ଟାଏ, କିଏ କହିଲେ 15 ମିନିଟ୍, କିଏ କହିଲେ 20 ମିନିଟ୍। ଭାରତୀୟ ନାଗରିକକୁ ଖୋଜିଲା ବେଳକୁ ସେ ନାହାନ୍ତି। ସେତେବେଳକୁ କହିଲେ ଏ ତ ଆସିନାହାନ୍ତି, ତାଙ୍କ ଜାଗାରେ ଆଉ ସଂଖ୍ୟା କଣ ବସିବ? ଶୂନଟେ ବସେଇছে। ଯେତେବେଳେ ଶୂନଟେ ବସେଇଦେଲେ ଭାରତୀୟ ନାଗରିକ ଦେଖିଦେଲେ, ଯେତେବେଳେ ପହଞ୍ଚିଗଲେ ଦେଖିଦେଲେ ଶୂନ ବସିଛି, ମାନେ ଇଂଲିଶରେ ଜିରୋ ବସିଛି। ଦେଖିଦେଇ ଚିନ୍ତାଭିଭୂତ ହେଇଗଲେ। ସମସ୍ତେ ଭାଷଣ ଦେଇ ସାରିଲେ। ମୁଁ ତା ଉପରେ ଆପଣଙ୍କୁ ବେଶୀ ଭାରାକ୍ରାନ୍ତ କରିବି। ଶେଷକୁ ସେ ଭାରତୀୟ ନାଗରିକ କେହି ନାହାନ୍ତି ବୋଲି କହିଲା କିଣି ହାତ ଧରି ଠିଆ ହେଇଗଲେ। ସେ କିଏ? ରାମକୃଷ୍ଣ ପରମହଂସଙ୍କର ପଟ ଶିଷ୍ୟ ମହାପୁରୁଷ ସ୍ୱାମୀ ବିବେକାନନ୍ଦ। ସେଇଠି ହାତ ଯୋଡ଼ି କହିଲେ, ଆଜ୍ଞା ମୁଁ ଜଣେ ଭାରତୀୟ ନାଗରିକ, କ୍ଷମା କରିବେ, ସମୟର ବିଳମ୍ବ ହେଇଯାଇଥିବାରୁ ମୁଁ ଆଗ କ୍ଷମା ଚାହୁଁଛି।
ଆଉ ମୁଁ କିଛି ମଞ୍ଚରେ କରିବି ଆପଣଙ୍କର ସଂଖ୍ୟା ବସେଇବା ଦରକାର ନା ଶେଷରେ ମୁଁ ଅଛି ମଞ୍ଚ ଉପରକୁ ଚାଲିଗଲେ ସେଠି ପ୍ରଥମେ କହିବି ସମାଲୋଚନାଟା କେମିତି ହୁଏ ନାହିଁ କି ଉପରେ ଯାହା ନା ଆତିଥ୍ୟ ଗ୍ରହଣ କରେ ତା ନାଁଟା ଉପରେ ଯିଏ ଅତିଥିଙ୍କୁ ସେବା କରେ ଅତିଥିଙ୍କୁ ଡାକିଥାଏ ତା ନାଁଟା ତଳେ ରହେ ପ୍ରଥମ ଲେଖା ଭୁଲ ହେଇଗଲା ନାଇଁ କହିଲେ ଭାରତ ଇଏ ଦର୍ଶନ ଶାସ୍ତ୍ର ବିଷୟରେ କଣ ଜାଣିଛି କଣ ନାହିଁ ତା ନାଁଟା ତଳେ ଲେଖା ହେଇଛି ଯିଏ ଡକେଇଛି ତା ନାଁଟା ଉପରେ ଲେଖା ହେଇଛି ଆମ ଯଦୁମଣିଙ୍କ ଭାଷାରେ କହିଲେ ଇଏ ନିକିତି ତଉଲ ସାନ ନିକିତିରେ ଓଜନ କରିଦେଲେ ଆଜ୍ଞା ଯିଏ ଗରୁଆ ଯିଏ ଓଜନିଆ ସେମିତି ତ ସେ କହିନାହାନ୍ତି କହିଲେ ଭାରତ କେତେ ଦର୍ଶନ ଶାସ୍ତ୍ର ବିଷୟରେ ଅଭିଜ୍ଞ ଆପଣ ତାକୁ ଯଥାସ୍ଥାନରେ ବସେଇଛନ୍ତି ଅର୍ଥାତ ତଳେ ଜ୍ଞାନୀ ମାନେ ବୁଝିଗଲେ ଯିଏ ଓଜନିଆ ଯିଏ ଗରୁଆ ସେ ତଳକୁ ଚାଲିଯାଏ ପରୋକ୍ଷରେ କହିଲେ ଆପଣ ଏଠି କେହି ଆସିନାହାନ୍ତି ମାନେ ଜାଗାଟା ସେମିତି ଖାଲି ପଡିଥାନ୍ତା ସେଠି ଗୋଟେ ଆପଣ ଜିରୋ ବସେଇବେ କାହିଁକି ଜିରୋଟେ ଲେଖିବେ ନା ଭାରତୀୟ ନାଗରିକ ମାନେ ଜିରୋ ଠାରୁ ବହୁତ ଉଚ୍ଚରେ ଅଛନ୍ତି ଆପଣ କେବଳ ସେଇ ଜିରୋ ଟିକି ଜାଣନ୍ତି ବୋଲି ସେ ଜିରୋ ଭିତରେ ହିଁ ଅଛନ୍ତି ଏ ଭାଇ ଆପଣ ସେଇ ଜିରୋ ଭିତରେ ବିବେକାନନ୍ଦ କହିଥିଲେ ଆପଣ ଏଠି ଯୋଉ ଶୂନଟାକୁ ବସେଇଛନ୍ତି ସେ ଶୂନ ଭିତରେ ଭାରତ ନାହିଁ ବହୁତ ଉଚ୍ଚରେ ଅଛି କହିଲେ ଏ ଶୂନଟି କଣ ନା ଆପଣଙ୍କର ଇଂଲିଶରେ ଜିରୋ ଓଡ଼ିଆରେ ସେ ହଉଛି ଶୂନ ସଂସ୍କୃତରେ ସେ ହଉଛି ଶୂନ୍ୟ ଆପଣ ଭାଗବତ ପଢିଲା ବେଳେ ସେଇ ଶୂନ୍ୟକୁ ଚିନ୍ତା କରନ୍ତି କହିଲେ ଶୁଣିବା ଏଇ ଯୋଉ ଶୂନ୍ୟ କହିଲେ ଏ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଶୂନ୍ୟ ମଧ୍ୟ ନିରଞ୍ଜନ ନିରଞ୍ଜନ ମଧ୍ୟ ଜ୍ୟୋତି ସଂଜ୍ୟୋତି ଭଗବାନ କହିଲେ ଶୂନ୍ୟ ଶୂନ୍ୟ ଉପରେ ରହିଲା ମହାଶୂନ୍ୟ ମହାଶୂନ୍ୟ ଉପରେ ରହିଲେ ଜ୍ୟୋତି ସେ ଜ୍ୟୋତି କିଏ ସଂଜ୍ୟୋତି ଭଗବାନ ସେ ହଉଛନ୍ତି ପରମ ବ୍ରହ୍ମ ପୁରୁଷ ସେ ହଉଛନ୍ତି ଜ୍ୟୋତିର୍ମୟ ପୁରୁଷ ତେଣୁ ଜଗନ୍ନାଥ ଦାସ ଭାଗବତ ଲେଖିଲା ବେଳେ ବ୍ୟାସ ଭାଗବତ ଲେଖିଲା ବେଳେ ମୂଳ ଅକ୍ଷର ଟିକେ ଆଜ୍ଞା ବସେଇ ଦେଲେ ପୂର୍ଣ୍ଣ ବ୍ରହ୍ମର ସ୍ୱରୂପ ହଉଛି ଭାଗବତ ସେ ହଉଛି ଜ୍ୟୋତିର୍ମୟ ତେଣୁ ଭାଗ କହିଲେ ଜ୍ୟୋତି ଜ୍ଞାନୀ ବିବେକୀ ପଣ୍ଡିତ ସମାଜ ଏ ଜ୍ୟୋତି ସହିତ ଯିଏ ସମ୍ପର୍କ ରଖିବାକୁ ପଡିବ ଗରୁ ଗମ୍ୟ ଅନେକ କହନ୍ତି ଆପଣ ମାନେ କେହି କେ ମଧ୍ୟ ଯିଏ ନ ଜାଣିଥିବେ ସେ କହିବେ ଗକାରାତ ଜ୍ଞାନ ଉଚ୍ଚତି ଗରୁ ଜ୍ଞାନ ନୁହେଁ କାହିଁକି ନା ଜ୍ଞ ଜ୍ଞ ମିଶିଲେ ହବ ଜ୍ଞାନ ଏଠି ଅଛି ମାନେ ଗମ୍ୟ ଅଗମ୍ୟ ସ୍ଥଳୀରେ ପହଞ୍ଚିବାକୁ ହେଲେ ସେ ଗମନାଗମନର ରାସ୍ତା ପରିଷ୍କାର ହୁଏ କେମିତି ଯିଏ ଭାବଇଲେ ଜ୍ୟୋତି ସହିତ ସମ୍ପର୍କ ସ୍ଥାପନ କରେ ତାକୁ ସେ ସୁଗମ ଗମନାଗମନର ପଥ ଦୃଶ୍ୟ ଗମ୍ୟ ମୁଚ୍ୟ ଭାଗ ବରୁ ସୃଷ୍ଟି ବ୍ରହ୍ମ ବରୁ ବନମାଳିପତି ନୁହ ବରୁ ବନ ବିହାରୀ ନୁହ ଶାନ୍ତ ବାବୁ ଇଏ ବରୁ ବ୍ରହ୍ମ ଅକ୍ଷର ବ୍ରହ୍ମ ବ୍ରହ୍ମ କିମ୍ଭୂତ ବ୍ରହ୍ମ କେମିତି ବ୍ରହ୍ମ କଣ କେମିତି ଆମେ ଆମେ ଜାଣୁ ଆରେ ବ୍ରହ୍ମ ଧବଳମୟ ଜାଣୁ ବାପା ବଜାରକୁ ଯାଇଛି ବ୍ରହ୍ମ ଆଣିଲୁ ଆସିବା ବାଟରେ ଯଦି ହାତରେ ଖସି ପଡିଲା ବ୍ରହ୍ମ ତାହେଲେ ଏଇ ବା ନାଳ ଥାଏ ଫଳ ଥାଏ କେଶର